କଣ ଆଜ୍ଞା ନିଦ ଭାଙ୍ଗିଲେ ନା ନାଇଁ? ଖରା ଦିନ ତ ହେଇଗଲାଣି, ଏବେ ଜଲ୍ଦି ଜଲ୍ଦି ନିଦ ଭାଙ୍ଗି ଯାଉଥିବ। ଗୋଟିଏ କଥା ଜାଣିଛନ୍ତି, ଜୀବନଟା ଆମର ଏବେ ହେଇଯାଇଛି ଯେମିତି ପୁରା ଧକର ଧକର ରାସ୍ତା। ଆଉ ପ୍ରତ୍ୟେକ ଦିନ ସେଇ ରାସ୍ତାରେ ଆମେ ଗୋଟେ ରେସ୍ ଦେଇକି ଆଗକୁ ଯାଉ। ଗୋଟେ ଜିନିଷ ଆଗକୁ ଦେଖିଦେବେ ଯେ ଆମେ ଯେ ଛୋଟିଆ ଛୋଟିଆ ଥିଲେ, ସେଇ ସମୟରେ ଆମ ଘର ପାଖରୁ ଯୋଉମାନେ ଅଫିସ ବାହାରିକି ଯାଆନ୍ତି, ଆମକୁ ବହୁତ ଖୁସି ଲାଗେ। ଆଉ ଆମେ କହୁ ନାଇଁ ଆମେ ବି ଟିକେ ଅଫିସ ଯିବା, ଆଉ ଅଫିସରେ କାମ କେମିତି କରୁଛନ୍ତି ଆମେ ବି ଦେଖିବା। ତ ଆଜିକା ଡେଟରେ ଆମ ଜୀବନଟା ଆଜ୍ଞା ହେଇଯାଇଛି ସେଇ ଅଫିସର ରେସ୍ ଭଳିଆ, କାମ ଭଳିଆ। ତ ସମସ୍ତଙ୍କ ଭଳି ଆମେ ବି ଆଜିକା ଡେଟରେ ଅଫିସ ବାହାରିକି ଯାଉଛୁ, ଆଉ ଦେଖୁଛୁ କାମ କେମିତିଆ ହଉଛି। କିନ୍ତୁ ଆମେ ସେ ସମୟରେ ଭାବୁଥିଲୁ କଣ, ଯେ ଯୋଉମାନେ ଯାଉଛନ୍ତି ଆଜ୍ଞା କାମ କରିବା ପାଇଁ 10-12 ଘଣ୍ଟା ଡ୍ୟୁଟି କରୁଛନ୍ତି, ସେମାନେ ବହୁତ ଖୁସିରେ ଥିବେ। ଆଉ ଆମେ ଏବେ ଦୁଃଖ କରୁଛୁ, ଆଗକୁ ଅଫିସ ଆସିଲେ ଖୁସି ରହିବୁ। କିନ୍ତୁ ଆଜ୍ଞା ନାଇଁ, ଜୀବନଟା ପୁରା ସମାନେ, ଆଉ ସିଚୁଏସନ ଆପଣଙ୍କର ସମାନ। ସେଇ ସମୟରେ ସେମାନଙ୍କର ସିଚୁଏସନ ଯାହା ଥିଲା, ଆଜିକା ସମୟରେ ଆମ ସିଚୁଏସନ ତାଠୁ ଟିକେ ଅଧିକା ବଳି ଯାଇଛି। ତ ସେମିତି କିଛି ନାହିଁ। ଯେମିତି ପ୍ରତ୍ୟେକ ଦିନ ନିଜର ଡ୍ୟୁଟି କର ବା ନିଜ କର୍ମପଥରେ ଚାଲ, ଯେତେବେଳେ ଆଜ୍ଞା କଷ୍ଟ ହଉଛି ସେଇଟା ନିଜକୁ ଜାଣିବା ପାଇଁ ପଡୁଛି। ଆଉ ଫିଲ୍ ଟା ଯେତେବେଳେ ନିଜେ କାମ କରିବ ସେତେବେଳେ ଫିଲ୍ ଟା ହବ। ଅନ୍ୟ କେହି କାମ କଲେ ତମ ନିଜ ଫିଲ୍ ଟା ଜାଣିପାରିବନି। ତ ଏମିତି କିଛି ପ୍ରତ୍ୟେକ ଦିନ ସକାଳେ ତମେ ଉଠ, ଆଉ ନିଜର କାମରେ ଯାଅ, ତାପରେ ମାସ ଶେଷକୁ କିଛିଟା ଟଙ୍କାକୁ ଅନାଅ। ଏଇଟା ହେଇଯାଇଛି ଆଜ୍ଞା ନିରାଟ ସତ୍ୟର ଜୀବନ। ଆଉ କିଛି ଆଜ୍ଞା ଆସେ ନାହିଁ। ମୋର ଅଫିସ ଲେଟ୍ ହେଇଗଲାନି, ମୁଁ ପୁରା ଧୂଆଁ ଭଳି ଆଜ୍ଞା ଯାଉଛି। ତ ଚାଲନ୍ତୁ ଅଫିସ ଯିବା। ଆଉ ପ୍ରତ୍ୟେକ ଦିନର କାମ ତ ଅଫିସ ଟା ଆଉ।